କେତେଟା ଝିଅଙ୍କ ସହିତ ତମ ସମ୍ପର୍କ ଥିଲା? ତାକୁ ମାନସିକ ନିର୍ଯାତନା ଦେଲେ। ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ଘଟଣାରେ ଏବେ ଧଉଳି ଥାନା କାର୍ଯ୍ୟାନୁଷ୍ଠାନ ନେଇଛି। ଗିରଫ କରିଛି ଶ୍ରୀଧର ଜେନା ଓରଫ ଯଦି ଆମେ ଦେଖିବା ଯେ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାକୁ ଗିରଫ କରିଛି। ତେବେ କ'ଣ ଅଭିଯୋଗ ରହିଥିଲା, କାହିଁକି ଧଉଳି ଥାନାର ମାମଲା ରୁଜୁ ହେଲା? କାରଣ ରେଳ ଧାରଣାରୁ ଯେତେବେଳେ ଶବଟିକୁ ପାଇଥିଲେ ଜିଆରପି ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି। ଆଚ୍ଛା, ଧଉଳି ଥାନାରେ ଆଜ୍ଞା କାହିଁକି ମାମଲା ରୁଜୁ ହେଲା? ଧଉଳି ଥାନା ପୂର୍ବରୁ ଆପଣ ଦେଇଥିଲେ? ନାଇଁ ସାର୍, ଆମେ ସେଟା ଧଉଳି ଥାନା ବିଷୟରେ କିଛି ଜାଣିନୁ। ଆମେ ଭାବିଥିଲୁ ଜିଆରପିରେ କେସ୍ ହବ। ଜିଆରପିରେ ଯାଇକି ଆମେ ଥାନାକୁ ଗଲୁ, ସେ କହିଲେ ନାଇଁ ଜିଆରପିରେ ନୁହଁ, ଆମେ କେସ୍ଟା ଧଉଳି ଥାନାକୁ ପଠେଇ ଦେଇଛୁ। କାହିଁକି ଆଗରୁ ଏଠି କ'ଣ ମିଳାମିଶା ହେଇଥିଲା କି? ଆଉ ଆଗରୁ କେସ୍ ଦେଇଥିଲେ? ଆର 2-3 ଦିନ ଆଗରୁ ସେମିତି ପାଟିତୁଣ୍ଡ ତାକୁ କରୁଥିଲା। ଝିଅ ଆସିକି କେସ୍ ଦେଇଥିଲା, ଥାନାରେ ଆସିକି ଝିଅକୁ ବୁଝାବୁଝି କରିଥିଲେ। ଝିଅକୁ ପୁଅକୁ 2 ଜଣ ଯାକୁ ଭଲକି ବୁଝେଇଲେ, ନାଇଁ ତମେ ଆଉ ଗଣ୍ଡଗୋଳ କରନି, ଭଲରେ ଭଲରେ ଚଳ। 2 ଜଣ ଯାକୁ ବୁଝାବୁଝି କରିବାରୁ 2 ଜଣ ଯାକ ଭଲରେ ବୁଝିକିରି ଯାଇଥିଲେ, କିନ୍ତୁ ତଥାପି ମଧ୍ୟ ହେଲାନି। ପୁଣି ଆଉଥରେ ଝଗଡ଼ା ଝାଟି ପୁଣି ଲାଗିଲେ, ତାକୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଲା, ଯାହାଦ୍ୱାରା କି ସେ ଆତ୍ମହତ୍ୟା କଲା। ଆତ୍ମହତ୍ୟା କଲା ସିନା ଆମେ ଇଏ କହୁଛନ୍ତି, କିନ୍ତୁ ମୋର ବି ସନ୍ଦେହ ହେଉଛି ତା ବଡ଼ ଭାଇକୁ ଡକେଇଥିଲା। 2 ଜଣ ଯାକ ମିଶିକିରି ମଧ୍ୟ ମାରିଦେଇ ଥାଇପାରନ୍ତି, ସିଏ ବି ସନ୍ଦେହ ହେଉଛି। ଅନୁସନ୍ଧାନ କଲେ ଜଣାପଡ଼ିବ। ଫିନାଇଲ ଦେଖୁଥିବେ ଯେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ଧଉଳି ଥାନା ପୋଲିସ ଏବଂ ଶ୍ରୀଧର ଜେନାକୁ। କେତେଟା ଝିଅଙ୍କ ସହିତ ତମ ସମ୍ପର୍କ ଥିଲା? ତାକୁ ମାନସିକ ନିର୍ଯାତନା ଦେଲେ। ବାବୁ ଟିକେ କହିକି ଯାଅ। କଣ କହିଲେ ସେ ଆତ୍ମହତ୍ୟା କଲେ? ଦୋଷୀ ବୋଲି ଭାବୁଛ କି ତମେ? ଦୋଷୀ ବୋଲି ଭାବୁଛ ନିଜକୁ? ଶ୍ରୀଧର ଦୋଷୀ ବୋଲି ଭାବୁଛ ତମେ ନିଜକୁ? ଏୟାରଫୋର୍ସରେ ଚାକିରି କରିଛ, ସତ କଥା ତ କୁହ। ଦୋଷୀ ବୋଲି ଭାବୁଛ ତମେ? ଯଦି ଦେଖିବେ ଶ୍ରୀଧର ଜେନାଙ୍କୁ ଗିରଫ କରାଯାଇଛି। ଧଉଳି ଥାନା ପୋଲିସ ଶ୍ରୀଧର ଜେନାଙ୍କୁ ଗିରଫ କରିଛି ଏବଂ ଧାରା ଆମେ ଯଦି ଦେଖିବା ଯେ ବର୍ତ୍ତମାନ ଶ୍ରୀଧର ଜେନାକୁ କମିଶନରେଟ ପୋଲିସର ଧଉଳି ଥାନା ପୋଲିସ ବର୍ତ୍ତମାନ ବିଏନଏସ ର ଧାରା 85, 118/1, 108, 316, 80, 103/1 ଏବଂ ବିଏନଏସ 3/5 ରେ ଗିରଫ କରିଛି। କାରଣ ମାନସିକ ନିର୍ଯାତନା ଦେବା ଏବଂ ଶାରୀରିକ ନିର୍ଯାତନା ଦେବା ପରେ ବାରମ୍ବାର ଏଭଳି ନେଇକି ଧଉଳି ଥାନାରେ ଏକ ଅଭିଯୋଗ ମଧ୍ୟ କରାଯାଇଥିଲା। ପୂର୍ବରୁ ଏ ନେଇକି ଧଉଳି ଥାନା ପୋଲିସ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ମିଳାମିଶା କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲା। ଆମେ ତାଙ୍କ ବାପାଙ୍କ ପ୍ରତିକ୍ରିୟା ନେବା। ଆଚ୍ଛା, ଝିଅ ଫିନାଇଲ ପିଇ ଦେଇଥିଲା, ତ ଆପଣ ସେ ସମୟରେ ଭାବିଥିଲେ କି ଯେ ମିଳାମିଶା ହେଇଯିବ ବୋଲି? ଆଜ୍ଞା, ଆମେ ଭାବିଥିଲୁ ନିଶ୍ଚିତ ଟିକେ ଚେଞ୍ଜ ହବ, ଆଉ କିନ୍ତୁ ସେ ଚେଞ୍ଜ ହବାର ଚାନ୍ସ ନାହିଁ। ଗୋଟେ ଝିଅ ତା ସ୍ୱାମୀ ପାଇଁ ମାନେ ଏତେ ଭଲ ପାଏ, ଯାହାଦ୍ୱାରା ସେ ନିର୍ଯାତନା ଦେବାରୁ ଇଏ ମନ ଖରାପ କରି ମାନସିକ ଦୁଶ୍ଚିନ୍ତାରେ ଜୀବନ ଦେଇଦେବା ପାଇଁ ଫିନାଇଲଟା ପିଇଦେଲା। କିନ୍ତୁ ତା ସତ୍ତ୍ୱେ ବି ଇଏ କିଛି ମାନେ ୟାର ପ୍ରକୃତି ସେ ପଶ୍ଚାତାପ ନାହିଁ, ୟା ପଶ୍ଚାତାପ ନାହିଁ। ଯେମିତି ଆଗରୁ ତାକୁ ନିର୍ଯାତନା ଦେଉଥିଲା ସେମିତି ହିଁ ନିର୍ଯାତନା କଲା, ଲାଷ୍ଟ ଆଉ ସହିପାରିଲାନି ସେ। ଆଉ ବର୍ତ୍ତମାନ ସନ୍ଦେହ ମଧ୍ୟ ହେଉଛି ଯେ ସିଏ ସୁଇସାଇଡ୍ କରିଛି କିମ୍ବା ପୁରା ପ୍ଲାନ୍ କରିକି ତା ଭାଇ ଭଞ୍ଜନଗରରେ ରୁହେ, ତାକୁ ଡକେଇକି ଆଣିଛି କାଲି। ଆପଣ ଜାଣିନଥିଲେ ଯେ ପୂର୍ବରୁ ତାଙ୍କର ଗୋଟିଏ ବାହାଘର ହେଇଥିଲା? ଆଜ୍ଞା, କିଛି ନାହିଁ। 4-5 ଦିନ ପରେ ଝିଅ ଜାଣିଲା ଏଇଥିରୁ ବିବାଦ ସୃଷ୍ଟି ହେଲା। ଆଜ୍ଞା, ସେଇଠୁ। ଆଚ୍ଛା, କିଛି ଡାଉରି ମାଗୁଥିଲେ କି? ନାଇଁ, ଡାଉରି କିଛି ମାଗିନି, କିନ୍ତୁ ଝିଅର ଥିଲା ଡିପୋଜିଟ୍ କରୁଥିଲା ମାସକୁ ମାସ ସେ 5,000 ଲେଖେ, ଆଉ 3,40,000 ଟଙ୍କା ତାଠୁ ଫୁସିଲେକି ନେଇଛି। ଆଉ କ'ଣ? ଆଚ୍ଛା, 3,40,000 ଟଙ୍କା ନେଇଯାଇଛି। ଯେ ଭାବୁଛନ୍ତି ଝିଅକୁ ଯେତେବେଳେ ଧଉଳି ଥାନାକୁ ଆଣିଲେ, ଯେତେବେଳେ ମିଳାମିଶା କରାଗଲା, ଯେତେବେଳେ ଆପଣ ଘରକୁ ନେଇ ଯାଇଥିଲେ ସମାଧାନ ହେଇଯାଇଥାନ୍ତା, ଝିଅ ବଞ୍ଚି ଯାଇଥାନ୍ତା, ଆମେ ଏ କଥାଟି ଆପଣ ଭାବୁଛନ୍ତି କି ଯେ ଘରକୁ ଯଦି ଆପଣ ଝିଅକୁ ନେଇକି ପଳେଇଥାନ୍ତେ ଏବେ ଝିଅ ବଞ୍ଚି ଯାଇଥାନ୍ତା? ନାଇଁ, ଝିଅ ତାଙ୍କ ତ ବୁଝାବୁଝି ଗଲେ 2 ଜଣ ଯାକ। ଇଏ ବି ତା ବରକୁ ବହୁତ ଭଲ ପାଏ, ଆଉ ତାକୁ ଯଦି କିଏ ପଦେ କ'ଣ କହିଦେବ ସିଏ ମନା କରିବ, ନାଇଁ ତାଙ୍କୁ କିଛି କୁହନି, ଯେହେତୁ ଇଏ ଡିପଲି ଭଲ ପାଏ। କିନ୍ତୁ ଏଇଟା ହେଲା ମୂର୍ଖଟା, ଏଇଟା ଗୋଟେ ବଦମାସଟା। ବହୁତ ଝିଅଙ୍କ ସହିତ ତାର ସମ୍ପର୍କ, ସ୍ତ୍ରୀକୁ ସ୍ତ୍ରୀ ଭଳିଆ ମାନିଲାନି, ନିର୍ଯାତନା ଦେଲା। ଆଉ ଆମର ବି ଆଶା ଥିଲା, ହଁ ନାଇଁ ଆମେ ବି ଚାହୁଁଥିଲୁ ଭଲରେ ରୁହନ୍ତୁ, ଯେ ଟିକେ ଝିଅର ଭଲ ପାଉଛି ଗୋଟେ ତା ସ୍ୱାମୀକୁ, ଆଉ ଆମେ ବି ଚାହୁଁଥିଲୁ କେମିତି ମିଳାମିଶା ହେଇକିରି ଭଲରେ ରୁହନ୍ତୁ, ଏହା ଆମର ଆଶା ଥିଲା। ତ ଏବେ ଶେଷରେ
ଆପଣଙ୍କ ଝିଅ ଆଉ ନାହିଁ ତ କ'ଣ ଦଣ୍ଡବିଧାନ ଚାହିଁବେ? ଦଣ୍ଡ ତ ଯିଏ ସିଏ ମାନେ ତାରି ଯୋଗୁଁ ମୋ ଝିଅର ଜୀବନ ଗଲା। ଜଣେ ଜୀବନ ଯାଇଛି ମାନେ ତାର ଠିକ ଆଇନ ଅନୁଯାୟୀ ସିଏ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର, ସିଏ ଦଣ୍ଡ ପାଇବା ମଧ୍ୟ ଦରକାର। ଯେହେତୁ ବହୁତ ଭୁଲ କରିକିରି ମୋ ଝିଅଟାକୁ ତାରି ଯୋଗୁଁ ହିଁ ମଲା। କି ସେ ଦି ଜଣ ଦି ଭାଇ ଯାକ ମିଶିକିରି ମାରିକିରି ପକେଇ ଦେଇଛନ୍ତି, ସିଏ ବି ସନ୍ଦେହ ଏବଂ ଏଇଟା ବି ତଦନ୍ତ ହେବା ଦରକାର। ପ୍ରତ୍ୟେକ କ୍ଷେତ୍ରରେ ତଦନ୍ତର ଆବଶ୍ୟକତା ରହିଛି, କାରଣ ଚିନୁ ଜୀବନ ହାରିଛନ୍ତି। ଚିନୁଙ୍କ ଏ ଜୀବନ ହାରିବା ପଛରେ ତାଙ୍କ ସ୍ୱାମୀଙ୍କର କେତେ ମାନସିକ ଶାରୀରିକ ନିର୍ଯାତନା ରହିଥିଲା ଏବଂ ଏତେ ଭଲ ପାଇବା ପରେ ମଧ୍ୟ କାହିଁକି ସ୍ୱାମୀ ତାଙ୍କଠାରୁ ଦୂରେଇ ଯାଉଥିଲେ। ପ୍ରକୃତରେ କେତେ ଝିଅଙ୍କ ସହିତ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କର ସମ୍ପର୍କ ରହିଥିଲା, କେତେ ଝିଅଙ୍କୁ ଏଇଭଳି ଭାବେ ଠକିଛନ୍ତି। ସବୁ କ୍ଷେତ୍ରରେ ତଦନ୍ତ ଆବଶ୍ୟକତା ରହିଛି, କାରଣ ଏଭଳି ମାନସିକ ନିର୍ଯାତନା ପାଇବା ପରେ ଶେଷ ଭିଡ଼ିଓ ବୟାନ କରୁଛି ଯେ କୋଉଭଳି ଭାବେ ସେ ଚେଷ୍ଟା କରୁଥିଲେ ସ୍ୱାମୀକୁ ବାଟକୁ ଆଣିବା ପାଇଁ, କିନ୍ତୁ ସ୍ୱାମୀ ବାଟକୁ ଫେରିଲେ ନାହିଁ, ଶେଷରେ ସେ ଅବାଟରେ ଚାଲିଗଲେ। ତେବେ ଚିନୁ ये घटना को लेकिन जितेबले समस्ते चिंता करुछंती जे जड़े सांबादिका है सबू घटना जानिबा परे जितेबले धैर्यहरा हो गले शेष में आत्महत्या करिसंती किंबा तांको परिवार पक्षरु वर्तमान संदेह करा जाउची तांको हत्या करी ट्रेन लाइन रे फोपाड़ी दिया जायछि। सबू घटनार तदंत होबा दरकार, किंतु यारी भितरे धौली थाना एक मामला रुजु करिछि एवं जो भली भाबे अभियुक्त श्रीधर जेना को गिरफ करिकि आज कोर्ट चालान करा जिवो। कोर्ट चालान करिबा परे जना पड़िबो जे वास्तव रे ये मामला रे केते निर्यातना देइछंती तांको स्वामी एवं तांको उपरे कोन कोन दंड विधान हेबा आवश्यकता रहिछि। धौली थानारू कैमरा पर्सन विभू प्रसाद को सह चंदन पाइकराय, ओटीवी।